Hello, my dear students. Welcome back to our YouTube channel, Viren Sir Odia. ମୁଁ ବିଶ୍ୱଜିତ ସାର୍ ଆପଣମାନଙ୍କୁ ଆଜିର କ୍ଲାସରେ ସ୍ୱାଗତ ଜଣାଉଛି। ପିଲେ ଆଶା କରେ ସମସ୍ତେ ଭଲରେ ଥିବେ। ଜବାହର ନବୋଦୟ ବିଦ୍ୟାଳୟ ଏଣ୍ଟ୍ରାନ୍ସ ଏକ୍ସାମିନେସନ ପାଇଁ ପ୍ରିପାରେସନ ମଧ୍ୟ ବହୁତ ବଢିଆରେ ଚାଲିଥିବ। ଆପଣମାନଙ୍କ ପାଇଁ ଆମେ ନେଇ ଆସିଛୁ ମଡେଲ ପେପର ଯାହାକି ଲାଟେଷ୍ଟ କୋଶ୍ଚିନ୍ ଆନ୍ସର ଆପଣଙ୍କ ପାଇଁ ରହିବ ଏବଂ 20ଟି ମ୍ୟାଥର କୋଶ୍ଚିନ୍ ରହିବ। ଏହି ଷ୍ଟାଣ୍ଡାର୍ଡର କୋଶ୍ଚିନ୍ ହିଁ ଆପଣଙ୍କୁ ଦେଖିବାକୁ ମିଳିବ ଏଣ୍ଟ୍ରାନ୍ସ ଏକ୍ସାମିନେସନରେ। ପିଲେ ଆପଣ ଯଦି କନସେପ୍ଟ କ୍ଲିୟର ଏବଂ ମ୍ୟାଥକୁ ଭଲ ଭାବରେ ପ୍ରାକ୍ଟିସ କରିବେ ତ ନିଶ୍ଚିତ ଭାବରେ ଭଲ ସ୍କୋର କରି ନିଶ୍ଚିତ ଭାବରେ ନିଜ ପାଇଁ ଏକ ସେଟ୍ କରିପାରିବେ। ତେବେ ଆଉ ଲେଟ୍ ନ କରି ଆମେ ଷ୍ଟାର୍ଟ କରିବା ଆଜିର କ୍ଲାସ। ପିଲେ ଏକ ନମ୍ବର ପ୍ରଶ୍ନଟି ଆପଣଙ୍କୁ କଣ ଦେଇଛି ନା 0, 2, 3, 5 ଅଙ୍କକୁ ନେଇ ଗଠିତ 4 ଅଙ୍କ ବିଶିଷ୍ଟ ବୃହତ୍ତମ ଏବଂ କ୍ଷୁଦ୍ରତମ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ କେତେ? What will be the difference between the largest and the smallest number of 4 digits formed from the numbers 0 to 35? ଆପଣ ଯଦି ଲକ୍ଷ୍ୟ କରିବେ 0 to 35 କୁ ନେଇକି ଆପଣଙ୍କର ଲାର୍ଜେଷ୍ଟ ମାନେ କଣ ବଡ ସଂଖ୍ୟା କେମିତି ପାଇପାରିବେ ନା ବଡରୁ ସାନ କ୍ରମରେ ଆପଣ ଲେଖିବେ। ଆପଣଙ୍କର ପ୍ରଥମେ ଆସିବ 5, ତାପରେ ଆପଣଙ୍କର ଆସିବ 3, ତାପରେ ଆସିବ 2, ତାପରେ ଆପଣଙ୍କର ଆସିବ 0, ତାପରେ ଆପଣଙ୍କର ସ୍ମଲେଷ୍ଟ କେମିତି ଲେଖିବେ? ମନେ ରଖନ୍ତୁ ସ୍ମଲେଷ୍ଟ ଲେଖିବା ପାଇଁ ଆପଣ ପ୍ରଥମେ ସାନରୁ ବଡ କ୍ରମରେ ଲେଖିବେ, କିନ୍ତୁ 0 କୁ ପ୍ରଥମେ ଲେଖିପାରିବେ ନାହିଁ। ତାପର ଯୋଉ ସଂଖ୍ୟା ଅଙ୍କଟି ଅଛି 2 ଲେଖିବେ, ତାପରେ 0 କୁ ଲେଖିବେ। 2, 0, 3, 5 ଏହା ମଧ୍ୟରେ ପାର୍ଥକ୍ୟ ଆପଣଙ୍କର କରିବେ। 10 ରୁ 5 ଗଲେ ଆପଣଙ୍କର ଏଠି ଆସିବ 5, ଏଠି ଅଛି 1, 11 ରୁ 3 ଗଲେ ଆପଣଙ୍କର ଆସିଯିବ 8, ଏଠି ଅଛି 2 ରୁ 0 ଗଲେ ଆପଣଙ୍କର 2, 5 ରୁ 2 ଗଲେ ଆପଣଙ୍କର ଆସିଯିବ 3, 3285 ଅପସନ ବି ଆପଣଙ୍କର ହେଇଯିବ କରେକ୍ଟ ଆନ୍ସର। ଏବେ ଆମେ ଯିବା ପରବର୍ତ୍ତୀ ପ୍ରଶ୍ନକୁ। ପରବର୍ତ୍ତୀ ପ୍ରଶ୍ନଟି ଆପଣଙ୍କୁ ଦେଇଛି ଏକ ପ୍ରବୃତ୍ତ କୋଣ ମାପ କେତେ ବା ଏ ରିଫ୍ଲେକ୍ସ ଆଙ୍ଗେଲ ମେଜର କେତେ? ମନେ ରଖନ୍ତୁ ରିଫ୍ଲେକ୍ସ ଆଙ୍ଗେଲ ଆମେ ତାକୁ କହିବା 180 ଡିଗ୍ରୀରୁ ଅଧିକ ହଉଥିବ ଏବଂ 360 ଡିଗ୍ରୀରୁ କମ ହଉଥିବ। ଏହା ଆପଣଙ୍କର ଅପସନ ସି ରେ ଅଛି। ଅପସନ ସି ଆପଣଙ୍କର ହେଇଯିବ କରେକ୍ଟ ଆନ୍ସର। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ପରବର୍ତ୍ତୀ ପ୍ରଶ୍ନଟି 3 ନମ୍ବର ରହିଛି 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାରୁ ସର୍ବନିମ୍ନ କେତେ ବିୟୋଗ କଲେ ବିୟୋଗଫଳ 75 ଦ୍ୱାରା ବିଭାଜ୍ୟ ହେବ? Which minimum number should be subtracted from the minimum number of 4 digits so that the number is divisible by 75? ଆପଣଙ୍କର 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା କିଏ ହେଇଯିବ? 1 ରେ ଆପଣଙ୍କର 3ଟା ଶୂନ ଲେଖିଦେବେ। ଏହା ହେଇଯିବ 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା। ଏହାକୁ ଆପଣ କଣ କରିବେ ନା 75 ଦ୍ୱାରା ଆପଣ ଏହାକୁ ଡିଭାଇଡ କରିବେ। ତ 75 କେ ଆପଣ ଏଠି ପକେଇବେ 75, ଆକୁ ଯଦି ବିୟୋଗ କରୁଛନ୍ତି ଆପଣ ପାଉଛନ୍ତି 10 ରୁ 5 ଗଲେ 5, 9 ରୁ 7 ଗଲେ 2, ଏଠି ଆପଣଙ୍କର 0 ଓହ୍ଲେଇଲେ ଆପଣଙ୍କର 250 ଆପଣଙ୍କର ଆସିଯିବ। ତାପରେ ଆପଣ ଏଠି କେତେ ପକେଇ ପାରିବେ 75, 3 ଏଠି ପକେଇ ପାରିବେ। 3 ପଞ୍ଚା 15, 5 ନେଲା ଏକ 321, 22, 225, 10 ରୁ 5 ଗଲେ 5, 4 ରୁ 2 ଗଲେ 2, 25 ରେ ଆପଣଙ୍କର ଭାଗଶେଷ ରହୁଛି। এই ଭାଗଶେଷ ଯୋଉ 25ଟା ବଳି ପଡୁଛି ଆକୁ ଯଦି ଆପଣ 1000ରୁ ବିୟୋଗ କରୁଛନ୍ତି ତାହେଲେ ଏହା ଆପଣଙ୍କର 75 ଦ୍ୱାରା ବିଭାଜ୍ୟ ହେଇଯିବ। ଠିକ ଅଛି। ଏଇ ଯୋଉ 1000ରୁ ଆପଣ ଏଇ ଯୋଉ ଭାଗଶେଷ ବଳି ପଡୁଛି 25 କୁ ଯଦି ବିୟୋଗ କରୁଛନ୍ତି ତାହେଲେ ଆପଣଙ୍କର ଯାଏ 75 ଦ୍ୱାରା ଫେଡାନଫଳଟା ବିଭାଜ୍ୟ ହବ। ତେବେ 25 କୁ କରିବା ନା ତାହେଲେ ଅପସନ ଏ ଆପଣଙ୍କର ହେଇଯିବ କରେକ୍ଟ ଆନ୍ସର। ଏବେ ଆମେ ଯିବା ପରବର୍ତ୍ତୀ ପ୍ରଶ୍ନକୁ। 4 ନମ୍ବର ପ୍ରଶ୍ନଟି ଆପଣଙ୍କୁ ଦେଇଛି 4 ଆଉ 12 ର ସାଧାରଣ ଗୁଣନୀୟକ ଗୁଡିକ କେତେ? What are the common factors of 8 and 12? ପିଲେ ଆମେ ଦେଖନ୍ତୁ ଲେଖିପାରିବା 8 ର କମନ ଫ୍ୟାକ୍ଟର କେମିତି ଆମେ ଜାଣିବା? ଦେଖନ୍ତୁ 1 ଗୁଣନ 8 ଏଇ ଦିଟାକୁ ଗୁଣିଲେ 8 ପାଇବେ। ତାପରେ ଆପଣଙ୍କର 2 ଗୁଣନ 4 ଆପଣ 8 ପାଇବେ। ଠିକ ଅଛି। ଆଉ କିଛି ହବ କି? ତ ଆଉ କିଛି ଆପଣଙ୍କର ହବ ନାହିଁ। ତାହେଲେ କିଏ କିଏ 8 ର ଗୁଣନୀୟକ ଆପଣଙ୍କର ହେଇଗଲେ? 8 ର ଗୁଣନୀୟକ ଆପଣଙ୍କର ହେଇଗଲେ 1, 2, 4 ଆଉ 8। ତାପରେ ଆପଣଙ୍କର 12 ର ଗୁଣନୀୟକ ବାହାର କରିବେ। ଦେଖନ୍ତୁ 1 ଗୁଣନ 12 ଆପଣଙ୍କର 12 ଲେଖିପାରିବେ, 2 ଗୁଣନ 6 ଲେଖିପାରିବେ, 3 ଗୁଣନ 4 ଆପଣଙ୍କର ଲେଖିପାରିବେ। ତେବେ 12 ର ଗୁଣନୀୟକ କିଏ କିଏ ନା 1, 2, 3, 4, 6, 12 ଏତିକ ହେଇଗଲେ ଗୁଣନୀୟକ। ସାଧାରଣ ଭାବରେ ଦେଖନ୍ତୁ ଏଠି 1 ଅଛି, ଏଠି 1 ଅଛି, ଏଠି 2 ଅଛି, ଏଠି 2 ଅଛି, ଏଠି 4 ଅଛି, ଏଠି 4 ଅଛି। ବାକି ଆ ଛଡା ଆଉ କିଛି ନାହିଁ କମନ ଭାବରେ। ତାହେଲେ 1, 2, 4। 8 ଆଉ 12 ର କମନ ଫ୍ୟାକ୍ଟର ଆପଣ ଲେଖିପାରିବେ 1, 2, 4। ଏହା କୋଉ ଅପସନରେ ଅଛି? ଅପସନ ଡି ହେଇଯିବ ଆପଣଙ୍କ ପାଇଁ କରେକ୍ଟ ଆନ୍ସର। ଏବେ ଯିବା ପରବର୍ତ୍ତୀ ପ୍ରଶ୍ନକୁ। ପରବର୍ତ୍ତୀ ପ୍ରଶ୍ନଟି ଦେଇଛି କେଉଁ କ୍ଷୁଦ୍ରତମ ସଂଖ୍ୟାକୁ 15, 12, 8 ଦ୍ୱାରା ଭାଗ କଲେ ଭାଗଶେଷ ଯଥାକ୍ରମେ 9, 6, 2 ରହିବ? Find the smallest number which when divided by 15, 12, 8
ଲିଭ୍ସ ରିମାଇଣ୍ଡର 962 ରେସ୍ପେକ୍ଟିଭଲି। ମନେ ରଖନ୍ତୁ ଆପଣଙ୍କର ଯୋଉଠି ସ୍ମଲେଷ୍ଟ ଦେଇଥିବ ତ ଆପଣଙ୍କୁ ଲସାଗୁ ବାହାର କରିବାକୁ ପଡିବ, ଯାହା କହନ୍ତି ଏଲସିଏମ ଲିଷ୍ଟ କମନ ମଲ୍ଟିପଲ। ତ ଆପଣଙ୍କର ଦେଖନ୍ତୁ ଏଇ ଯୋଉ 15 ରହିଛି, ତ ପ୍ରଥମେ ଆପଣଙ୍କର 9 ଭାଗ ଶେଷ ବଳି ପଡୁଛି, ମାନେ ଏଠି 9 କୁ ବିୟୋଗ କଲେ ଆପଣ ପାଉଛନ୍ତି 6। ତାପରେ 12 ସେକେଣ୍ଡ ସଂଖ୍ୟାକୁ ଏ ସେକେଣ୍ଡରେ 6 କୁ ଆପଣ ବିୟୋଗ କଲେ ଆପଣଙ୍କର ପାଉଛନ୍ତି 6। ତାପରେ ଆପଣଙ୍କର 8 କୁ ଥାର୍ଡ ନମ୍ବର 2 କୁ ବିୟୋଗ କଲେ ଆପଣ ପାଉଛନ୍ତି 6। ସବୁଠି ଆପଣଙ୍କର ସବଟ୍ରାକ୍ସନ ରେଜଲ୍ଟ ଆସୁଛି 6। ଏବେ ଆପଣ କଣ କରିବେ ନା 15, 12 ଆଉ 8 ର ଏଲସିଏମ ବାହାର କରିଦେବେ ହେଲା। ତ ଏଠି ଆପଣ ଯଦି ପକଉଛନ୍ତି 3, 3 ପଞ୍ଚା 15, 3 ଚଉକେ 12, ଏଠି ଆପଣ ଏଠି 2 ପ୍ରଥମେ ପକେଇବେ ହେଲା। ସାନ ସଂଖ୍ୟାରୁ ଆପଣ ଗଲେ ବେଟର ରହିବ। ମନେ ରଖନ୍ତୁ ଏଠି ଆପଣ 2 ପକେଇଲେ, ଏଠି ଆପଣଙ୍କର ଏଠି 15 ଓହ୍ଲେଇ ଦେବେ, 2 ଚଉକେ 12, 2 ଚଉକେ ଆପଣଙ୍କର ଆସିବ କେତେ 8। ତାପରେ ଆପଣ ଏଠି 2 ପକେଇ ପାରିବେ, ଏଠି 15 ଓହ୍ଲେଇଲା, 2 ତିରିକି 6, 2 ଦୁନେ 4। ଏବେ ଆପଣ 3 ପକାନ୍ତୁ, 3 ପଞ୍ଚା 15, 3 କେ 3, ଏଠି 2 ଓହ୍ଲେଇଲା। ଏବେ ଆପଣ ଲସାଗୁରେ ଏ ସବୁକୁ ଗୁଣନ କରିବେ, ଠିକ ଅଛି। ଆପଣଙ୍କର 2 ଦୁନେ 4, 3 12 ପଞ୍ଚା 60 ରେ 1 ଗୁଣନ କଲେ 60, ଦୁନେ ଆପଣଙ୍କର 120। ଏଲସିଏମ ଆପଣଙ୍କର କେତେ ଆସିଯିବ ନା 120 ଆସିଯିବ। ଆପଣଙ୍କର ଯୋଉ 6 ସବୁଠି ଆପଣଙ୍କର ସବଟ୍ରାକ୍ସନ ରେଜଲ୍ଟ ଆସୁଥିଲା, ତ ଏଇ 6 କୁ ଆପଣ କଣ କରିବେ ମିଶେଇ ଦେବେ। 120 ରେ 6 କୁ ମିଶେଇଲେ 126 ହେଇଯିବ। ଅପସନ ଏ ହେଇଯିବ ଆପଣଙ୍କ ପାଇଁ କରେକ୍ଟ ଆନ୍ସର। ଏବେ ଯିବା ପରବର୍ତ୍ତୀ ପ୍ରଶ୍ନକୁ। ପରବର୍ତ୍ତୀ ପ୍ରଶ୍ନଟି ଆପଣଙ୍କୁ ଦେଇଛି 7 ପୂର୍ଣ୍ଣ 3 ବିଭକ୍ତକ 7 କୁ ଦଶମିକରେ ପ୍ରକାଶ କଲେ ଆପଣଙ୍କର କେତେ ହବ ବୋଲି ସେ ପଚାରୁଛେ। ତ ଦେଖନ୍ତୁ ହୋଲ ଆପଣଙ୍କର 7 ହୋଲ 3/7 ଅଛି ହେଲା। ୟାକୁ ଆମେ ଡେସିମାଲ କୁ କନଭର୍ଟ କରିବା। ତ ଆପଣଙ୍କର 7 କୁ 7 ଲେଖିଦେବେ। ବାକି ରହିଲା 3 ବିଭକ୍ତକ 7 କୁ ଆପଣ ବାହାର କରନ୍ତୁ। 3 କୁ 7 ଦ୍ୱାରା ଆପଣ ହରଣ କରନ୍ତୁ। ପ୍ରଥମେ ଦେଖନ୍ତୁ 3ଟା ସାନ ଦଶମିକ ପକେଇବେ, ଏଠି 30 ହେଇଗଲା। 7 ଯୋଉଠି ଆପଣଙ୍କର ଆସିଯିବ 28, ଆସିଯିବ 2, ଦଶମିକ ପଡିଛି ମାନେ ଶୂନ ବସେଇ ପାରିବେ 20। ଆପଣଙ୍କର ଆସିଯିବ ଏଠି କେତେ 7 ଦୁନେ ଆପଣଙ୍କର 14। ଆର ଫଳ ଆସିଯିବ 6, ଦଶମିକ ପଡିଛି ମାନେ ଏଠି 60 ଲେଖନ୍ତୁ। ତାପରେ ଆପଣଙ୍କର ଆସିଯିବ 7 ଅଶୀ 56। ଦେଖନ୍ତୁ ତଥାପି ଆପଣଙ୍କର ଛେଡୁନି ହେଲା। 60 ରୁ 56 ଗଲେ ଆପଣଙ୍କର ଫେଡାଣ ଫଳ ଏଠି କେତେ ଲେଖିପାରିବେ ନା ଆପଣଙ୍କର ଆସିଯିବ 4, ଦଶମିକ ପଡିଛି ମାନେ ପୁଣି ଶୂନ ବସାନ୍ତୁ 40। ଏଠି ଆପଣ ଲେଖିପାରିବେ 7 ପଞ୍ଚା 35। ଏଠି ଆପଣଙ୍କର ଫେଡାଣ ଫଳ ଆସିବ 5, 50। 7 ଶତା ଆପଣଙ୍କର ଏଠି ଆସିଯିବ 49 ହେଲା। ଆପଣ ଫେଡାଣ ଏମିତି ଚାଲିଥିବ। ଦେଖନ୍ତୁ ଦଶମିକର 3 ଅଙ୍କ ପର୍ଯ୍ୟନ୍ତ ଆପଣ ନେବେ ହେଲା। ତାପରେ ବି ଆପଣଙ୍କର ଅଙ୍କ ସବୁ ଆସୁଛି ନା, ତେଣୁ କରିକି ଆପଣଙ୍କର ଏଇ ଯୋଉ 3 ଅଙ୍କରେ ଅଛି 8, ଆର ପରବର୍ତ୍ତୀ ଅଙ୍କକୁ 9 କରିକି ନିଆଯିବ ହେଲା। 7 ଦଶମିକ ଆପଣ ଲେଖିପାରିବେ 4, 2, 9 ହେଲା। ଦଶମିକ ପରେ 3 ଅଙ୍କ ପର୍ଯ୍ୟନ୍ତ ଆମେ ଲେଖିବା। 7 ଦଶମିକ 4, 2, 9 ଅପସନ ବି ଆପଣଙ୍କର ହେଇଯିବ କରେକ୍ଟ ଆନ୍ସର। ଏବେ ଯିବା ପରବର୍ତ୍ତୀ ପ୍ରଶ୍ନକୁ। ପରବର୍ତ୍ତୀ ପ୍ରଶ୍ନଟି ଦେଇଛି ବର୍ଗମୂଳ 3136 ଡିଭାଇଡେଡ ବାଇ 784 ର ମୂଲ୍ୟ କେତେ ହବ? ହ୍ୱାଟ ୱିଲ୍ ବି ଦ ଭ୍ୟାଲୁ ଅଫ 3136 ଡିଭାଇଡେଡ ବାଇ 784 ର ହୋଲ ରୁଟ ଓଭର। ତ 3136 ର ଆପଣ କେମିତି ବାହାର କରିବେ ବର୍ଗମୂଳ? 3136 ଠିକ ଅଛି। ଆପଣଙ୍କର ଏଇ ମେଥଡରେ ଆପଣ ବାହାର କରନ୍ତୁ ହେଲା। ଫ୍ୟାକ୍ଟର ମେଥଡ ଏଟା। ତ ପ୍ରଥମେ ଆପଣ ଯଦି ଏଠି ପକଉଛନ୍ତି କେତେ 2 ପକଉଛନ୍ତି, 2 କେ 2, 3 ରୁ 2 ଗଲା ଏଠି 11, 2 ପଞ୍ଚା 10, 1 ଓହ୍ଲେଇବ 13, 212, 1 ଓହ୍ଲେଇବ 216। ତାପରେ ଆପଣ ଏଠି ପୁଣି କେତେ ପକେଇ ପାରିବେ 2 ପକେଇ ପାରିବେ, 214, 15 14 ଗଲା 1 16, 216, 2 ଚଉକେ 8। ତାପରେ ଆପଣ 2 ପକେଇ ପାରିବେ, 2 3 6, 7 6 ଗଲା 1 18, 2 9 18, 2 3 4। ପୁଣି ଆପଣ 2 ପକେଇ ପାରିବେ, 2 କେ 2, 3 2 ଗଲା 1 19, 2 9 18, 1 212। ତାପରେ ଆପଣ 2 ପକେଇ ପାରିବେ, 2 9 18, 19 18 ଲାଗେ 16, 2 16। ତାପରେ ଆପଣ କେତେ ପକେଇ ପାରିବେ 2, ଏଠି 49 ହେଇଯିବ। ତାପରେ ଆପଣଙ୍କର ଏଠି 7 ରହିଲା, ଏଠି 7। ମନେ ରଖନ୍ତୁ ବର୍ଗମୂଳ ଯେତେବେଳେ ବାହାର କରିବେ, ଏ ଦିଟା 2 ପେୟାର ଅଛି, ଏ ଦୁଇଟା 2, ଏ ଦୁଇଟା 2, ଏ ଦୁଇଟା 2। ଆପଣ ସବୁଥିରୁ ଗୋଟିଏ ଲେଖାଏଁ ନେବେ। ଏ ଦୁଇଟା 2 ରୁ ହେଲା, ଏ ଯୋଉ ଦିଟା 2 ଅଛି ଆପଣ ଗୋଟିଏ 2 ନେବେ। ଆଉ ତାପରେ ଏଇ ଦିଟା 2 ରୁ ଆପଣ ଗୋଟିଏ 2 ନେବେ, ଆକୁ ଗୁଣନ କରିବେ। ତାପରେ ଆପଣଙ୍କର ଏ ଦିଟା 2 ଅଛି, ଏଥିରୁ ଗୋଟେ 2 ନେବେ। ତାପରେ ତଳେ ଦିଟା 7 ଅଛି, ଗୋଟିଏ 7 ସେଥିରୁ ନେବେ। କାରଣ ବର୍ଗମୂଳ ବାହାର କରୁଛନ୍ତି ଆମେ, ତ ପ୍ରତ୍ୟେକ ଦୁଇଟା ଯୋଡିରୁ ଗୋଟିଏ ଲେଖାଏଁ ନେବେ। ଗୁଣନ କରିଦିଅନ୍ତୁ, 2 2 4, 2 8, ସତା ଆପଣଙ୍କର ଆସିଯାଉଛି କେତେ 56 ହେଲା। ମନେ ରଖନ୍ତୁ 3136 ର ବର୍ଗମୂଳ ଆମେ ପାଇଲେ 56। ତାପରେ ଆପଣଙ୍କର କେତେ ଅଛି 784 ର ଆମେ ଦେଖନ୍ତୁ ବାହାର କରିବା। 784 ର ଆମେ ଏବେ ବାହାର କରିବା। ସେହିପରି ଏଠି 2 ପକାନ୍ତୁ, 2 3 6, 7 ରୁ 6 ଗଲା 1 18, 2 9 18, 2 3 4।
ତାପରେ ଏଠି 2 ପକାନ୍ତୁ। 2 କେ 2 3 2 1 9 ଉଲେଇଲେ 19 2 9 18 1 212 ପୁଣି 2 ପକାନ୍ତୁ। ଆପଣଙ୍କର ଆସିଯିବ 2 9 18 1 ଉଲେଇଲେ 16 2 7 16 ପୁଣି ଆପଣ 2 ପକାନ୍ତୁ ଏଠି ଆସିଯିବ 49 ତାପରେ ଆପଣଙ୍କର ଏଠି 700 ଆସିଯିବ 49 ଏଠି 2ଟା 2 ରୁ ଗୋଟେ ନେବେ ଏଠି 2ଟା 2 ରୁ ଗୋଟେ ନେବେ ଏଠି 2ଟା 7 ରୁ ଗୋଟେ 7 ନେବେ ତାହେଲେ 2 ଗୁଣନ 2 ଗୁଣନ 7 2 ଦିନେ 4 7 28 ହେଲା। ଏବେ ଆପଣଙ୍କର ଯୋଉ ଥିଲା ଦୁଇଟି ସଂଖ୍ୟା ତାର ସବୁ ବର୍ଗମୂଳ ଆପଣ ପାଇଗଲେ। ଏବେ ଖାଲି ଆପଣ ଡିଭାଇଡ କରିଦେବେ ତ ଆନ୍ସର ଆପଣ ପାଇଯିବେ ହେଲା। 3136 ବାଇ 784 3136 ବାଇ 784 ଆର ହୋଲ ରୁଟ ଓଭର ଥିଲା। ତ ପ୍ରଥମଟି ଆପଣ ପାଇଥିଲେ 56 ଆର ପାଇଲେ ଆପଣ 28 ଆକୁ କାଟିଦେଲେ ଆପଣ ପାଉଛନ୍ତି 2 2 ଦେଖନ୍ତୁ କୋଉ ଅପସନରେ ଅଛି ଅପସନ ନମ୍ବର ବି ରେ ଅଛି। ଅପସନ ନମ୍ବର ବି ଆପଣଙ୍କର ଏଠି ହେଇଯିବ କରେକ୍ଟ ଆନ୍ସର। ଠିକ ଅଛି ପିଲାମାନେ ଅପସନ ବି ଆପଣଙ୍କ ପାଇଁ କରେକ୍ଟ ଆନ୍ସର। 8 ନମ୍ବର ପ୍ରଶ୍ନ ଗୋଟେ ଆପଣଙ୍କୁ ଗୋଟେ ଚିତ୍ର ଦେଇଛି ହେଲା। ଏଇ ଚିତ୍ରରେ ପ୍ରଦତ୍ତ ବାର ଚାର୍ଟରେ 4ଟି ବିଷୟ ଉପରେ ଜଣେ ଛାତ୍ର ଦ୍ୱାରା ରଖିଥିବା ମାର୍କ ଦେଖାଯାଏ। ଛାତ୍ରଙ୍କ ଦ୍ୱାରା ହାରାହାରି ମାର୍କ ହେଉଛି କେତେ? ତ given bar chart shows the marks obtained by a student in 4 subjects, the average marks scored by the student is dash। ଦେଖନ୍ତୁ ପିଲାମାନେ ଆପଣଙ୍କର ଏଇ ଯୋଉ ବାର ଗ୍ରାଫଟି ଦେଇଛି ଏଠି ଆପଣଙ୍କର ସବଜେକ୍ଟ ରହିଛି ଏଠି ଆପଣଙ୍କର ମାର୍କସ obtained ରହିଛି। ଇଂଲିଶରେ କେତେ ରଖିଛି ପିଲାଟି 80 ରଖିଛି। ହିନ୍ଦୀରେ ଆପଣଙ୍କର ମଝି ଦେଖ 60 ଆଉ 80 ର ମଝି 10 ଲେଖେ ବଢିଛି ହେଲା ଏଟା ଆପଣଙ୍କର 70 ହେଇଯିବ। ତାପରେ ମ୍ୟାଥମେଟିକ୍ସ ରେ କେତେ ରଖିଛି 90 ରଖିଛି ଏବଂ ସାଇନ୍ସ ରେ ଆପଣଙ୍କର କେତେ ରଖିଛି 60 ରଖିଛି ହେଲା। ଆପଣଙ୍କର ଯୋଉ ସବଜେକ୍ଟ ରହିଛି ଇଂଲିଶ ତାପରେ ହିନ୍ଦୀ ତାପରେ ଆପଣଙ୍କର ରହିଛି ମ୍ୟାଥ ତାପରେ ଆପଣଙ୍କର ରହିଛି ସାଇନ୍ସ। এই ସବଜେକ୍ଟ ଗୁଡିକରେ ଦେଖନ୍ତୁ ଇଂଲିଶ ରେ ଆପଣଙ୍କ ପାଇଁ ରହିଛି 80 ହିନ୍ଦୀରେ ଆପଣଙ୍କ ପାଇଁ ରହିଛି 70 ମ୍ୟାଥ ରେ ଆପଣଙ୍କ ପାଇଁ ରହିଛି କେତେ 90 ସାଇନ୍ସ ରେ ରହିଛି କେତେ 60 ଆକୁ ଆগে ମିଶେଇ ଦିଅନ୍ତୁ 0 9 15 7 22 8 30 300 ହେଲା ଟୋଟାଲ ମାର୍କ 300 ଡିଭାଇଡ ବାଇ 4ଟା ସବଜେକ୍ଟ ଆକୁ ଡିଭାଇଡ କରି ଦିଅନ୍ତୁ 428 30 ଗୋଟେ ଗଲେ 2 20 4 5 20 ତେବେ ଆଭରେଜ ଆପଣଙ୍କର ଏଟା ପାଇଗଲେ ଆମେ କେତେ 75 ଇଚ ସବଜେକ୍ଟ ରହୁଛି 75 କୋ ଅପସନରେ ଅଛି ଅପସନ ବି ଆପଣଙ୍କର ହେଇଯିବ କରେକ୍ଟ ଆନ୍ସର। ପିଲାମାନେ ଏବେ ଯିବା ପରବର୍ତ୍ତୀ ପ୍ରଶ୍ନକୁ ଦେଇଛି ରୋହିତ 3 ଡଜନ ଖାତାକୁ 180 ଟଙ୍କା ଦେଇ କିଣିଲା ତେବେ ସେ 45 ଟଙ୍କାରେ କେତୋଟି ଖାତା କିଣିବେ ହେଲା। ଆପଣ ଦେଖନ୍ତୁ ପିଲାମାନେ ଆପଣଙ୍କୁ ମୁଁ ଗୋଟେ ସର୍ଟ ଟର୍ମରେ ବି ବୁଝେଇଦେବି 1 ଡଜନ ହଉଛି ଆପଣଙ୍କର କେତେ 12ଟି 3 ଡଜନ କେତୋଟି କିଏ କହିପାରିବେ ପିଲାମାନେ କେମିତି ଜାଣିବା 3 ଗୁଣନ 12 ସମାନ ହଉଛି 36ଟି। ଦେଖନ୍ତୁ ପିଲାମାନେ ଗୋଟେ ଟର୍ମ ଆପଣଙ୍କର 35ଟି ଖାତାକୁ 180 ଟଙ୍କାରେ କିଣିଲା ତେବେ 45 ଟଙ୍କାରେ କେତୋଟି ଖାତା କିଣି ପାରିବେ? ଆପଣଙ୍କର 36 ଟି ଖାତାର ଦାମ ହଉଛି 180 ଟଙ୍କା ଏମିତି ଲେଖିପାରିବେ 180 ଟଙ୍କାରେ ମିଳୁଛି 36ଟି ଖାତା ଆପଣଙ୍କର 45 ଟଙ୍କାରେ କେତୋଟି ମିଳିବ ତ ଏଇ ଟଙ୍କାକୁ ଟଙ୍କା ଆପଣ ଏଠି କାଟିଦେବେ ଏଠି ଆପଣଙ୍କର ଯଦି କାଟୁଛନ୍ତି 45 ରେ ହେଲା ଏଠି ଆପଣ ଏକାଥରେ ନ କାଟିକି ଆକୁ ଆପଣ ଦେଖନ୍ତୁ 9 ରେ କାଟିଲେ ଆପଣ ପାଇବେ 5 ଆକୁ 9 ରେ କାଟିଲେ ଆପଣଙ୍କର 9 ଦିନ 18 ଗୋଟେ ଶୂନ ରହିବ 5 ରେ 20 କାଟିଦେଲେ ଆପଣ ପାଇବେ 4 4 କୁ 36 ରେ କାଟିଦେଲେ ଆପଣ ପାଇବେ 9 ହେଲା 9ଟି ତେବେ ଅପସନ ଡି ଆପଣଙ୍କର ହେଇଯିବ କରେକ୍ଟ ଆନ୍ସର। ତେବେ ଏହା ତ ସର୍ଟ ମେଥଡରେ ବୁଝେଇଦେଲି ତ ଆଉ ଗୋଟେ ଆପଣଙ୍କର ଯୋଉଟା ୟୁନିଟାରୀ ମେଥଡ ଏକକ ପଦ୍ଧତି ଯୋଉଟା ସେଟାରେ ଏବେ ମୁଁ ଆପଣଙ୍କୁ କହୁଛି ଦେଖନ୍ତୁ କେମିତି ଆପଣ ବାହାର କରିବେ। 3 ଡଜନର ଦାମ ହଉଛି 3 ଡଜନର ମୂଲ୍ୟ ହଉଛି କେତେ 36ଟି ତାହେଲେ 180 ଟଙ୍କା ଦେଲେ 36ଟି ଖାତା ମିଳୁଛି ଯଦି 36ଟି ଖାତାର ମୂଲ୍ୟ ଆପଣଙ୍କର 180 ଟଙ୍କା ତେବେ ଏକଟି ଖାତାର ମୂଲ୍ୟ କେତେ ହେଇଯିବ ଏକଟି ଖାତାର ମୂଲ୍ୟ 180 ଡିଭାଇଡେଡ ବାଇ 36 ଆକୁ କାଟିଦେଲେ ଆପଣ ପାଉଛନ୍ତି କେତେ ଆପଣ ପାଇଯିବେ 5 ଏଠି ପଡିବ ହେଲା 530 30 ରୁ 0 ହେଲା 3 5 ରୁ 15 3 18 ହେଲା ଏକଟି ଖାତାର ମୂଲ୍ୟ ଆପଣଙ୍କର ହଉଛି 5 ଟଙ୍କା। ଯଦି ଗୋଟିଏ ଖାତାର ମୂଲ୍ୟ ହଉଛି 5 ଟଙ୍କା ତାହେଲେ ଆପଣଙ୍କର 45ଟି
ଆପଣଙ୍କର 45 ଟଙ୍କାରେ ହେଲା 45 ଟଙ୍କାରେ କେତୋଟି ଖାତା ମିଳିବ? 45 ଟଙ୍କାରେ ଖାତା ମିଳିବ 45 ଟଙ୍କା ଡିଭାଇଡ୍ ବାଇ ଗୋଟିଏ ଖାତାର ମୂଲ୍ୟକୁ ଡିଭାଇଡ୍ କରି ଦିଅନ୍ତୁ। କେତୋଟି ହେଇଯିବ? 9ଟି। ଏହା ଆପଣଙ୍କର କୋଉ ଅପସନରେ ଅଛି? ଅପସନ ଡି ହେଇଯିବ କରେକ୍ଟ ଆନ୍ସର। ଏବେ ଯିବା ପରବର୍ତ୍ତୀ ପ୍ରଶ୍ନକୁ 10 ନମ୍ବର ଦେଇଛି କି ଆପଣଙ୍କୁ 12 ପ୍ଲସ 12ର 25 ଶତକଡାର ମୂଲ୍ୟ କେତେ? ହ୍ୱାଟ ଇଜ ଦ ଭ୍ୟାଲୁ ଅଫ 25% ଅଫ 12 ଠିକ ଅଛି। ତ ଏଠି 12 ଲେଖନ୍ତୁ ପ୍ଲସ 12ର 25% 25 ବାଇ 100 25 କୁ 100 ରେ କାଟିଦେଲେ 4 ଏଠି 12 କାଟିଦେଲେ 3 12ରେ 3 ମିଶେଇଲେ 15 ଅପସନ ଡି ହେଇଯିବ କରେକ୍ଟ ଆନ୍ସର। ଏବେ ଯିବା ପରବର୍ତ୍ତୀ ପ୍ରଶ୍ନକୁ 1 ହେକ୍ଟୋମିଟର ସମାନ କେତେ ସେଣ୍ଟିମିଟର? ପିଲାମାନେ ଦେଖ ଏଠି ଗୋଟେ ଫର୍ମୁଲା ଆପଣଙ୍କର ଲେଖି ଦଉଛି ମିଲିମିଟର ତାପରେ ଆସିବ ସେଣ୍ଟିମିଟର ତାପରେ ଆସିବ ଡେସିମିଟର ତାପରେ ଆପଣଙ୍କର ଆସିବ ଗୋଟିଏ ଟର୍ମ ଲେଖନ୍ତୁ ଲିଟର ମିଟର ଗ୍ରାମ ତାପରେ ଆପଣଙ୍କର ଡେକା ହେକ୍ଟୋ ତାପରେ ଆପଣଙ୍କର କିଲୋ ଠିକ ଅଛି। ତ ଆପଣଙ୍କର ଯେତେବେଳେ ସାନରୁ ବଡକୁ ଯିବେ ହେଲା ପ୍ରତ୍ୟେକ ଟର୍ମରେ 10 ଲେଖାଏଁ ହରଣ କରିକି ଆସିବେ। ଆଉ ଯେତେବେଳେ ଆପଣଙ୍କର ବଡରୁ ସାନକୁ ଆପଣ ଆସିବେ ତ ପ୍ରତ୍ୟେକରେ 10 ଲେଖାଏଁ ଗୁଣନ କରିକି ଆସିବେ। ଆପଣ କୋଉଠିକି ଆସିବେ? ହେକ୍ଟରରୁ ଆସିବେ ସେଣ୍ଟିମିଟରକୁ। ହେକ୍ଟର କୋଉଠି ଅଛି? ଏଇଠି ଅଛି। ହେକ୍ଟରରୁ ସେଣ୍ଟିମିଟରକୁ ମାନେ ଡାହାଣରୁ ବାମକୁ ଆସିବେ। ଡେକାକୁ ଆସିବେ ତାପରେ ଏଠିକି ଆସିବେ ତାପରେ ଡେସିମିଟରକୁ ଆସିବେ ତାପରେ ସେଣ୍ଟିମିଟରକୁ ଆସିବେ ହେଲା। ଆପଣଙ୍କର ଏଠି ଗୋଟେ 10 ଗୁଣା ହବ ଗୋଟିଏ ଷ୍ଟେପ ଏଠି 10କୁ ଆସିବାକୁ ହେଲେ ତାପରେ ଏଠିକି ଆସିବାକୁ ହେଲେ ଏଠି ଗୋଟେ 10 ଗୁଣା ହବ ହେଲା ଏଠିକି ଆସିଗଲ ତାପରେ ଏଇଠିକି ଆସିଲା ବେଳକୁ ଏଠି ଗୋଟେ 10 ଗୁଣା ହବ ତାପରେ ଏଇଠୁ ସେଣ୍ଟିମିଟରକୁ ଆସିବାକୁ ଏଠି ଗୋଟେ 10 ଗୁଣା ହବ ହେଲା 1 2 3 4 10 ଗୁଣନ 10 ଗୁଣନ 10 ଗୁଣନ 10 1ରେ 4ଟା ଶୂନ 1 2 3 4 1 2 3 4 ହେଲା ଏତିକି ଆପଣଙ୍କର ସେଣ୍ଟିମିଟର। ଅପସନ ଏ ଆପଣଙ୍କ ପାଇଁ ହେଇଯିବ କରେକ୍ଟ ଆନ୍ସର। ଏଟାକୁ ମନେ ରଖନ୍ତୁ ପିଲାମାନେ। ତାପରେ ଯିବା ପରବର୍ତ୍ତୀ ପ୍ରଶ୍ନକୁ 12 ନମ୍ବର ଦେଇଛି। ଏଟା ଗୋଟେ ବଢିଆ ପ୍ରଶ୍ନଟେ ହେଲା ଏଇ ଷ୍ଟାଣ୍ଡାର୍ଡର ପରୀକ୍ଷାରେ ହିଁ ଆସୁଛି ପିଲାମାନେ ହେଲା ଟିକେ ମଡରେଟ ଲେଭେଲର ପ୍ରଶ୍ନ ଆପଣଙ୍କ ପାଇଁ ରହିବ। ପ୍ରାକ୍ଟିସ କଲେ ଆପଣଙ୍କ ପାଇଁ ସବୁ ସହଜ ହେଇଯିବ ହେଲା ଆଉ ଟ୍ରିକ୍ ଆଉ ଆପଣଙ୍କୁ ଇଜି ମଧ୍ୟ ଲାଗିବ ଇଣ୍ଟରେଷ୍ଟ ମଧ୍ୟ ଲାଗିବ ଏ ପ୍ରକାର ପ୍ରଶ୍ନ କରିବା। ଯଦି 38 ମିଟର ଉଚ୍ଚତାର ଏକ ଗଛ ଉପରେ ଗୋଟିଏ ମାଙ୍କଡ ଗୋଟିଏ ମିନିଟରେ ଯିବ 8 ମିଟର ଉପରକୁ ଚଢିବ ଏବଂ ଦ୍ୱିତୀୟ ମିନିଟରେ 2 ମିଟର ତଳକୁ ଖସିଯିବ ତେବେ ମାଙ୍କଡଟିକୁ ଗଛର ଉପର ପାର୍ଶ୍ୱକୁ ଚଢିବାକୁ କେତେ ସମୟ ଲାଗିବ? If on a smooth tree of 38-meter height, a monkey climbs up to 8 meter in 1 minute and slips down to 2 meter in the second minute, then how long will it take for the monkey to climb to the top end of the tree? ଦେଖନ୍ତୁ କଣ ସେ କହିଲା ନା ପ୍ରଥମ ମିନିଟରେ ଗଛର 8 ମିଟରକୁ ସେ ଚଢିବ ତାପରେ ନେକ୍ସଟ 1 ମିନିଟରେ କଣ ହବ ନା 2 ମିଟର ଖସି ଆସିବ ମାଇନସ ହେଇଯିବ ତାହେଲେ ଟୋଟାଲ 2 ମିନିଟରେ ଆପଣଙ୍କର ଏଇ ଯୋଉ ଟୋଟାଲ 2 ମିନିଟରେ ସେ କେତେ ଚଢିବାକୁ ସମର୍ଥ ହଉଛି 8 ରୁ 2 କୁ ଫେଡିଦେଲେ ଆପଣଙ୍କର 6 ମିଟର ହେଲା 2 ମିନିଟରେ ସିଏ ଯାଉଛି 6 ମିଟର। ଏହିପରି ସାଇକେଲରେ ସେ ଯଦି ଆପଣଙ୍କର ଯାଉଛି ଦେଖନ୍ତୁ ଆପଣଙ୍କୁ ଯିବାରେ ଅଛି କେତେ ଡିଷ୍ଟାନ୍ସ ହଉଛି ଆପଣଙ୍କର କେତେ 38 ମିଟର ନା ଦେଖନ୍ତୁ ଗୋଟେ ଗ୍ରାଫ କରିକି ଆମେ ଏବେ ବୁଝିବା ସେତିକି ଆଗେ ଲେଖିଦେଲେ ଦେଖନ୍ତୁ 6 ମିଟର 6 ଦିନ 12 7 18 6 24 6 5 30 ହେଲା ତାପରକୁ ଯଦି ହଉଛି କେତେ ଦେଖିବା ଏଇଠି ଆପଣଙ୍କର 6 ମିଟର ଲେଖେ ସବୁ ଆସୁଛି 6 ମିଟର 6 ମିଟର 6 ମିଟର ହେଲା ଏଥିପାଇଁ ସବୁଠିକି କେତେ ଲାଗୁଛି 2 ମିନିଟ ଲେଖାଏଁ ଲାଗୁଛି ପ୍ରତ୍ୟେକ 2 ମିନିଟରେ ହିଁ ସିଏ 6 ମିଟର ଲେଖାଏଁ ଯାଉଛି। ଆପଣ ମାନେ କହିବେ ସାର୍ ଆଉ ଆଗକୁ କାହିଁକି ସାଇକେଲଟି ନେଲେନି
କାରଣ ଦେଖନ୍ତୁ ପିଲାମାନେ ସେ କହିଛି କି ପ୍ରଥମ ଷ୍ଟେପରେ ସେ 8 ମିଟର ପଳେଇଯିବ, ଆମକୁ 38 ମିଟର ଚଢିବାର ଅଛି, ଏତିକିରେ ହେଇଗଲାଣି 30। ତାପରେ ଯୋଉ 1 ମିନିଟ ପ୍ରଥମ ମିନିଟରେ ସେ ଏକାଥରେ ଡେଇଁ ପଡିବ କେତେ 8 ମିଟର ଆପଣଙ୍କର ଡେଇଁ ପଡିବ, ଯୋଉଠିକି ସେ ପୁରା ଟପକୁ ପଳେଇ ଯିବ। 38 ମିଟର ହେଇଗଲା ନା, ଉପରକୁ ଦେଖ 6×5 30, 30 8 38 ମିଟର ହେଇଗଲା। ଏଥିପାଇଁ କେତେ ଟାଇମ ଲାଗୁଛି 2 2 4 2 6 2 8 2 10 1 11 ମିନିଟ ସମୟ ତାକୁ ଲାଗିବ। ଏମିତିରେ ଆମେ ଗ୍ରାଫ କରିକି କରିପାରିବା। ତ ଅପସନ ଡି ହେଇଯିବ ଆପଣଙ୍କର କରେକ୍ଟ ଆନ୍ସର। ଏବେ ଯିବା 13 ନମ୍ବର ପ୍ରଶ୍ନକୁ। 13 ନମ୍ବର ପ୍ରଶ୍ନଟି ଦେଇଛି କି ଜଣେ ବ୍ୟକ୍ତି ଏକ ଘଣ୍ଟା କାମ ପାଇଁ 150 ଟଙ୍କା ପାଇଥାନ୍ତି। ଯଦି ସେ ପ୍ରତ୍ୟହ 8 ଘଣ୍ଟା ଲେଖାଏଁ 5 ଦିନ ପାଇଁ କାମ କରନ୍ତି ତେବେ ତାଙ୍କର ମୋଟ ରୋଜଗାର କେତେ ହେବ? ଏ ପର୍ସନ gets raise 150 for his hourly work if he works 8 hours a day and works for 5 days. What will be his total earnings? ଦେଖନ୍ତୁ ପିଲାମାନେ 150 ଟଙ୍କା ମିଳୁଛି ଗୋଟିଏ ଘଣ୍ଟା କାମ କଲେ। ସେ କେତେ ଘଣ୍ଟା କାମ କରିବ? ଦିନକୁ 8 ଘଣ୍ଟା କାମ କରିବ। ହେଲା, କେତେ ଦିନ ନା 5 ଦିନ, ଏହାକୁ ଗୁଣନ କରିଦେବେ। ହେଲା କି ଦେଖନ୍ତୁ 150 ରେ 8 କୁ ଗୁଣନ କଲେ ଆପଣଙ୍କର କେତେ ହେଇଯିବ 1200 ଇଣ୍ଟୁ 5, ଏହାକୁ ଗୁଣନ କଲେ 12 50 60, ଏ ଦୁଇଟା ଶୂନ 6000। ଅପସନ ବି ଆପଣଙ୍କ ପାଇଁ ହେଇଯିବ କରେକ୍ଟ ଆନ୍ସର। ଏବେ ଯିବା 14 ନମ୍ବର ପ୍ରଶ୍ନକୁ। 14 ନମ୍ବର ପ୍ରଶ୍ନ ଦେଇଛି କି ଏକ ବର୍ଗକ୍ଷେତ୍ର ଆଉ ଏକ ସମବାହୁ ତ୍ରିଭୁଜର ପରିସୀମା ସମାନ। ଯଦି ବର୍ଗକ୍ଷେତ୍ରର କର୍ଣ୍ଣର ଦୈର୍ଘ୍ୟ 12√2 ସେଣ୍ଟିମିଟର ହୁଏ ତେବେ ତ୍ରିଭୁଜର କ୍ଷେତ୍ରଫଳ କେତେ ହବ? ପିଲାମାନେ ସେ କହିছে କି ବର୍ଗକ୍ଷେତ୍ର ଆଉ ସମବାହୁ ତ୍ରିଭୁଜର ପରିସୀମା ସମାନ। ପିଲାମାନେ ବର୍ଗକ୍ଷେତ୍ର ଆମେ କାହାକୁ କହିବା? ବର୍ଗକ୍ଷେତ୍ର ତାକୁ କହିବା ଯାହାର କଣ ସବୁ ଯାକ ବାହୁ ଆପଣଙ୍କର ସମାନ ହେଇଥିବ। ହେଲା, ଏ ବାହୁର ଦୈର୍ଘ୍ୟ ଯା, ଏ ବାହୁର ଦୈର୍ଘ୍ୟ ତା, ଏ ବାହୁର ଦୈର୍ଘ୍ୟ ସେୟା, ଏ ବାହୁର ଦୈର୍ଘ୍ୟ ସେୟା। ଆଉ ପ୍ରତ୍ୟେକ କୋଣର ପରିମାଣ କେତେ ହଉଥିବ 90 ଡିଗ୍ରୀ ହଉଥିବ। ତାକୁ ଆମେ ବର୍ଗକ୍ଷେତ୍ର ବୋଲି କହିବା। ଆଉ ବର୍ଗକ୍ଷେତ୍ରରେ ଗୋଟେ ଟର୍ମ ଆପଣଙ୍କର ଦେଲା କର୍ଣ୍ଣର ଦୈର୍ଘ୍ୟ ଦେଇଦେଇଛି। କର୍ଣ୍ଣ କଣରେ ବିପରୀତ କୋଣକୁ ଯୋଉ ଯୋଗ କରୁଥିବ ରେଖା, ଏହାକୁ ହେଇଯିବ ଆପଣଙ୍କର କର୍ଣ୍ଣ। ଆର ଦୈର୍ଘ୍ୟ ଆପଣଙ୍କର କେତେ ଦେଇଦେଇଛି 12√2 ସେଣ୍ଟିମିଟର। ମନେକର ବାହୁର ଦୈର୍ଘ୍ୟ କିଛି ଦେଇନି ତ ସବୁ ଯାକ ବାହୁର ଦୈର୍ଘ୍ୟ ଆପଣଙ୍କର ଏ ସେଣ୍ଟିମିଟର। ହେଲା, ତ ପ୍ରତ୍ୟେକ ବାହୁର ଦୈର୍ଘ୍ୟ ଆପଣ ଲେଖିପାରିବେ ଏ ସେଣ୍ଟିମିଟର। ତେବେ ଆପଣ ଲକ୍ଷ୍ୟ ରଖନ୍ତୁ ଆପଣଙ୍କର କର୍ଣ୍ଣର ଦୈର୍ଘ୍ୟ ଏଠି ସେ ଆପଣଙ୍କୁ ଦେଇଛି। ଯଦି ଦେଇଛି ଆପଣଙ୍କର ବାହୁର ଦୈର୍ଘ୍ୟ ଏଥିରୁ ଆପଣ ପାଇପାରିବେ। ତେବେ ଯାଇକି ଆମେ ଏଇ କ୍ୱେଶ୍ଚିନଟିକୁ ସଲ୍ଭ କରିପାରିବା। ଆର ଗୋଟେ ଫର୍ମୁଲା ଅଛି ପିଲାମାନେ, ଯେ କର୍ଣ୍ଣର ଦୈର୍ଘ୍ୟ ଯେତିକି ଦେଇଛି ଆପଣଙ୍କର ହେଲା, ଏଇ କର୍ଣ୍ଣର ବର୍ଗ ସମାନ ଆପଣଙ୍କର ପି ସ୍କୋୟାର ପ୍ଲସ ବି ସ୍କୋୟାର। ପିଥାଗୋରାସ ଉପପାଦ୍ୟ ଆମେ ପିଲାମାନେ ଏହାକୁ କହିପାରିବା। କେମିତି ଦେଖ ମୁଁ କହୁଛି, ଏହା ଗୋଟେ ଆପଣଙ୍କର ସମକୋଣୀ ତ୍ରିଭୁଜ ହେଇଗଲା। ଏଇ ଖଣ୍ଡିକୁ ଆମେ ନେଲେ ବର୍ଗଚିତ୍ରକୁ, বা ଆପଣ ଏଇ ଖଣ୍ଡଟିକୁ ନେଇପାରିବେ। ତ ଏଇଟା ହଉଛି ଆପଣଙ୍କର ଉଚ୍ଚତା ଏ, ଏଟା ମଧ୍ୟ ଏ। ଏଇଟା ହେଲା କର୍ଣ୍ଣ ଆପଣଙ୍କୁ ଦେଇଛି 12√2 ସେଣ୍ଟିମିଟର। ଏଇ 12√2 ସେଣ୍ଟିମିଟରର ବର୍ଗ ସମାନ ଆପଣଙ୍କର ପି ସ୍କୋୟାର ପ୍ଲସ ବି ସ୍କୋୟାର, ଯାହାକି ଏ ମଧ୍ୟ ଏ ସ୍କୋୟାର, ଏ ମଧ୍ୟ ଏ ସ୍କୋୟାର। ଆପଣଙ୍କର ଦେଖନ୍ତୁ ପିଲାମାନେ ଟିକେ ଭଲ ଭାବରେ, ଏଇ 12√2 ର ସ୍କୋୟାରକୁ ଆପଣ ଲେଖିପାରିବେ 12ର ସ୍କୋୟାର ଇଣ୍ଟୁ √2 ର ସ୍କୋୟାର ସମାନ ଏ ସ୍କୋୟାର ଏ ସ୍କୋୟାର ମିଶିଲେ 2 ସ୍କୋୟାର। 12ର ସ୍କୋୟାର ଆପଣଙ୍କର ହେଇଯିବ 144, √2 ର ସ୍କୋୟାର ହେଇଯିବ 2 ସମାନ ହେଇଯିବ 2 ସ୍କୋୟାର। 144 ଗୁଣନ 2, ଏଠି 2 କି ଏଠି 2 ଆପଣ କାଟି ଦିଅନ୍ତୁ। ଏ ସ୍କୋୟାର ର ମୂଲ୍ୟ ଆପଣଙ୍କର 144। ତେବେ ଏ ର ମୂଲ୍ୟ 144 ର ବର୍ଗମୂଳ ଆପଣ କେମିତି ବାହାର କରିବେ ଏଠି କହି ରଖୁଛି। 144 ଆପଣ ଲେଖିଲେ 2 ପକାନ୍ତୁ, 2 7 14, 2 ଦିନେ 4, ପୁଣି 2 ପକାନ୍ତୁ 36 ଦିନେ 72, ପୁଣି 2 ପକାନ୍ତୁ 18 ଦିନେ 36, ପୁଣି 2 ପକାନ୍ତୁ 9, ପୁଣି 3 ପକାନ୍ତୁ 3 3 9। ଏ ଦିଟା 2 ରୁ ଗୋଟେ 2, ଏ ଦିଟା 2 ରୁ ଗୋଟେ 2, ଏ ଦିଟା 3 ରୁ ଗୋଟେ। ହେଲା, ଆପଣଙ୍କର 2 ଦିନେ 4 3 12। ତାହେଲେ ଆପଣ ପାଇଯିବେ କେତେ 12 ସେଣ୍ଟିମିଟର ହଉଛି ଏ ବର୍ଗ କ୍ଷେତ୍ରର ବାହୁର ଦୈର୍ଘ୍ୟ। ହେଲା କି ବର୍ଗ କ୍ଷେତ୍ରର ବାହୁର ଦୈର୍ଘ୍ୟ ଆପଣ ପାଇଲେ କେତେ? ବର୍ଗ କ୍ଷେତ୍ରର ବାହୁର ଦୈର୍ଘ୍ୟ ଆପଣଙ୍କୁ ମିଳୁଛି 12 ସେଣ୍ଟିମିଟର। ତେବେ ପରିସୀମା ଆପଣଙ୍କର କେତେ ହେଇଯିବ? ବର୍ଗ କ୍ଷେତ୍ରର ପରିସୀମା 4 ଗୁଣନ ଗୋଟିଏ ବାହୁର ଦୈର୍ଘ୍ୟ। 4 ଗୁଣନ ଗୋଟିଏ ବାହୁର ଦୈର୍ଘ୍ୟ ହେଲା କେତେ 12 ସେଣ୍ଟିମିଟର। 12 ଯୋଉ 48 ସେଣ୍ଟିମିଟର। ସେ ଆପଣଙ୍କୁ କଣ କହିଛି? ସମବାହୁ ତ୍ରିଭୁଜର ପରିସୀମା ମଧ୍ୟ ସେତିକି ହବ। ତାହେଲେ ସମବାହୁ ତ୍ରିଭୁଜର
परिसीमा आपण लिखि पारिबे समबाहु त्रिभुज पिला माने कोन रे तीनटा जाक बाहु आपनकर समान हेतिबो हला जदि ये ए हला ये ए हला ये हला ताले तीनटा का बाहु मिसा देले 3a याको हम लिखि परिबा कोन 3a हला 3 गुणन आपनकर सॉरी 3a आपणकर आर मूल्यटा से देई देछि पिला माने यहाँ वर्ग क्षेत्रर अपरिसीमा सहित समान एई 3a र मूल्य आपणकर होइजिवो केते 48 सेंटीमीटर ताले एथुर आपण a र मूल्य पाइ जेबे 48 3 गुणा हेकि अछि प्लस रे हरा हेजिवो 16 सेंटीमीटर ताले आपणकर आसी गला समबाहु त्रिभुजर परिसीमा जानि गले तो वर्ग क्षेत्रर परिसीमा सहित समान पाइथिले 48 पकेतले ताले बाहुर दैर्घ्य पाइ गेले 16 सेंटीमीटर ताले एबे आमे समबाहु त्रिभुजर क्षेत्रफल एबे आमे बाहर करिबा क्षेत्रफलर फॉर्मूला होची √3/4 इंटू बाहुर स्क्वायर √3/4 इंटू बाहु माने 16 इंटू 16 4 रे 16 को काटि देले 4 16 64 √3 वर्ग सेंटीमीटर देखंतु पिला माने 64 √3 वर्ग सेंटीमीटर कोठी अछि ऑप्शन बी रे अछि ऑप्शन बी आपन को पाइ हे जिवो करेक्ट आंसर एबे जीवा 15 नंबर प्रश्न को देछि 2.5 घन मीटर तेल को भरिबा पई केतोटी 500 मिली रो बोतल आवश्यक हबो हाउ मेनी bottles of 500 ml can be filled with 2.5 cubic meters of oil मन रखंतु गोटे टन 1 cubic meter बा 1 घन मीटर समान होछि आपनकर केते 1000 लीटर सेहि परि आपनकर 1 लीटर समान होछि केते 1000 मिली लीटर आपण देखंतु एठी आपन को से देछि कोन मिली लीटर रे देछि सब जंग एकक को आपन को प्रथमे समान करिया को पड़िबो ए 2.5 घन मीटर को मध्य मिलीमीटर रे परिणत करिया को पड़िबो 2.5 घन मीटर जहा को हमें लिखि चंदी कोन क्यूबिक मीटर आर मूल्य आपनकर केते हे जिवो 2.5 गुणन 1 क्यूबिक मीटर होचे 1000 लीटर तो एठी आपण लिखिबे केते 1000 तापर आपन को मिलीलीटर रे परिणत करिया को हेले 1 लीटर समान 1000 मिलीलीटर पुणी आपण एठी गुणन करिवे 1000 देखंतु पिला माने एहा को कि परि आपण समाधान करिवे हम सहज मेथड रे कहि दउछ 25 को आपण केमति लिखि परिवे 25 10 करे गोटे संख्या अछि तो हर रे 1 रे गोटे शून्य लागिवो 10 बाकी ये जा लिखा हिच लिखि दियंतु 1 2 3 1000 गुणन 1 2 3 1000 ए शून्य को ए शून्य आपण काटि दियंतु एबे लक्ष्य रखंतु 25 को 25 लिखि दियंतु कारण एठी 1 अछि एठी 1 अछि गुणन फल 25 आसीबो एठी 3टा शून्य अछि एठी 2टा शून्य अछि 3 3 5 1 2 3 4 5 एति कि आपनकर कोन हे जिवो हला मिलीमीटर हे जिवो आपनकर जो एकक रे परिणत करिवारे थिला घन मीटर को मिलीमीटर रे 2.5 घन मीटर को नै आसिले एति कि मिलीमीटर आपन को से कहै केतोटी 500 मिली रो बोतल आवश्यक हबो एबे कोन करिवे बोतल संख्या केते बाहर करिवे बोतल केतेटा आवश्यक हबो एटा जो अछि आपनकर 25 रे 1 2 3 4 5 मिली लीटर हला केते दैछ आपनकर मिली लीटर पिला माने एठी आपनकर मिलीलीटर जो परिणत करथिले आपण केते डिवाइड करिवे ना 500 ml रो बोतल डिवाइडेड बाय कर देबे केते 500 ml हला ये भी आपनकर ml रे अछि ये भी आपनकर ml रे अछि कटि गला तो ये दिटा शून्य को ये दिटा शून्य एठी काटि दियंतु एठी 5 रे 25 को काटि देले 5 एठी आपनकर 5 रे 1 2 3 5000 टी बोतल यहा हे जिवो राइट आंसर 5000 को ऑप्शन रे अछि ऑप्शन ए रे अछि ऑप्शन ए हे जिवो आपनकर भाई करेक्ट आंसर एबे जिबा 16 नंबर प्रश्न 16 नंबर प्रश्न टी कोन देछि ना एक बैंक 42 दिन पई जने कर्मचारी मानन को नियुक्त कला से एप्रिल 10 रे बैंक रे दायित्व ग्रहण करिथिले केउ दिन तांकर कार्यकाल शेष हबो ए बैंक अपॉइंटेड ए डेली वेज earner for 42 days he took charge in the bank on April 10 on which day his tenure will be completed मन रखंतु पिला माने एप्रिल मासटा आपनकर होची 30 दिनिया मास हला 30 दिनर मास से 10 एप्रिल 10 रे बैंक रे दायित्व ग्रहण कले तबे ए जो 10 तारिख रो ए जो
30 ତାରିଖ ପର୍ଯ୍ୟନ୍ତ କେତେ ଦିନ ଆପଣ କିପରି ଜାଣିବେ ନା 30 ରୁ 10 କୁ ଫେରାଣ କରିକି 1 ମିଶେଇ ଦେବେ। 30 ରୁ 10 ଗଲେ 20 ମିଶାଣ 1 ଇଏ ଆପଣଙ୍କର 21 ଦିନ ଏପ୍ରିଲ ମାସରେ କାମ କଲେ। ତାଙ୍କୁ ସେ କେତେ ଦିନ କାମ କରିଛନ୍ତି 42 ଦିନ କାମ କରିଛନ୍ତି ନା 42 ମାଇନସ 21 ଆହୁରି 21 ଦିନ ସେ କାମ କରିବେ କୋଉ ମାସରେ ଏପ୍ରିଲ ପରେ ପିଲେ କୋଉ ମାସ ଆସିବ ଏପ୍ରିଲ ପରେ ଆପଣଙ୍କର ମେ ମାସ ଆସିବ ହେଲା ଆପଣଙ୍କର ମେ 21 ତାରିଖ ଯାଏ କାମ କରିବେ ହେଲା ମେ 21 କୋଉଠି ଅଛି ଅପସନ ଏ ରେ ଅଛି ନା ଅପସନ ଏ ଆପଣଙ୍କର ହେଇଯିବ କରେକ୍ଟ आंसर। 17 ନମ୍ବର ପ୍ରଶ୍ନ ଦେଇଛି ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ସମତଳ ଚିତ୍ର ନୁହେଁ ପିଲାମାନେ ଦେଖନ୍ତୁ ସମତଳ ଚିତ୍ର ଆମେ କାହାକୁ କହିବା ଗୋଟେ ପ୍ଲେନ ରେ ରହୁଥିବ ହେଲା ତ ଆପଣଙ୍କର ଗୋଟେ ପ୍ଲେନ ରେ କିଏ କିଏ ରହୁଛନ୍ତି ସ୍କ୍ୱାର ବର୍ଗ କ୍ଷେତ୍ର ରହୁଛି ଆୟତ କ୍ଷେତ୍ର ରେକ୍ଟାଙ୍ଗଲ ରହୁଛି ବୃତ୍ତ ମଧ୍ୟ ରହୁଛି ହେଲା କିନ୍ତୁ ଅପସନ ଡି କୌଣସିଟି ନୁହେଁ ହେଲା କି ଏଇଠି ଆପଣଙ୍କର ସମତଳ ଚିତ୍ର ନୁହେଁ ଅପସନ ଡି ଆପଣଙ୍କର ଏଠି ହେଇଯିବ କରେକ୍ଟ आंसर ହେଲା ଏଗୁଡ଼ା ଆପଣଙ୍କର ସବୁ ମନେ ରଖିବେ ଆପଣଙ୍କର କଣ ହେଇଯିବ ପ୍ଲେନ ଫିଗର ଏଗୁଡ଼ା ସବୁ ହେଲା ସ୍କ୍ୱାର ରେକ୍ଟାଙ୍ଗଲ सर्कल ଏଗୁଡ଼ା ସବୁ ପ୍ଲେନ ଫିଗର ହେବେ କିନ୍ତୁ ନୁହେଁ କୋଉଟା ଅପସନ ଡି ଏଇଟା ହେଇଯିବ ରାଇट आंसर। ଏବେ ଯିବା ପରବର୍ତ୍ତୀ ପ୍ରଶ୍ନକୁ 18 ନମ୍ବର ଜଣେ ମିଠା ବିକାଳି 42 ଟଙ୍କାରେ 1 ଡଜନ ଲଡୁ ବିକ୍ରି କରନ୍ତି ଯଦି ପ୍ରତ୍ୟେକ ଲଡୁ ତିଆରି କରିବାକୁ 2 ଟଙ୍କା 25 ଟଙ୍କା ଖର୍ଚ୍ଚ ହୁଏ ଏବଂ ସେ ସମୁଦାୟ 100ଟି ଲଡୁ ବିକ୍ରି କରନ୍ତି ତେବେ ସେ କେତେ ଲାଭ କରିବେ A confectioner sells a dozen laddus for rupees 42 if the cost of making each laddu is rupees 2.25 and he sells a total of 100 laddus how much profit does he make ଦେଖନ୍ତୁ ପିଲାମାନେ ପ୍ରଥମେ ଆପଣ ଏଠି ଲାଭ ଆଉ କ୍ଷତିରେ କଷ୍ଟ ପ୍ରାଇସ୍ ଜାଣିବାରେ ଅଛି ଆଉ ସେଲିଂ ପ୍ରାଇସ୍ ଜାଣିବାରେ ଅଛି ତେବେ ଆପଣ ଯାଇକିନା କହିପାରିବେ କେତେ ଲାଭ ହବ କି କ୍ଷତି ହବ ସବୁବେଳେ ଲାଭ ହବା କ୍ଷତି ମନେ ରଖନ୍ତୁ ଡିପେଣ୍ଡ କରିବ କଷ୍ଟ ପ୍ରାଇସ୍ ଉପରେ ଏଗୁଡ଼ା ହେଲା କନସେପ୍ଟ ଆପଣଙ୍କୁ ଜାଣିବାକୁ ପଡିବ ତାହେଲେ କଷ୍ଟ ପ୍ରାଇସ୍ ଆପଣଙ୍କର କେତେ ପାଇପାରିବେ ଦେଖନ୍ତୁ ଗୋଟେ ଲଡୁରେ ଖର୍ଚ୍ଚ ହଉଛି କେତେ 2 ଟଙ୍କା 25 ପଇସା କେତୋଟି ଲଡୁ ହଉଛି 100ଟି ତ 2 ଟଙ୍କା 25 ଗୁଣନ 100 ଆପଣଙ୍କର ଦେଖନ୍ତୁ 100ରେ ଯେତେବେଳେ ଗୁଣନ କରିବେ ଦଶମିକଟା ଡାହାଣ ଆଡକୁ ଆସିବ ଦୁଇ ପାଦ ଏକରେ ଦିଟା ଶୂନ ଅଛି ଦୁଇ ପାଦ ଆଗକୁ ଆସିଲେ ଆପଣଙ୍କର ହେଇଯିବ 225 ଟଙ୍କା ଦେଖନ୍ତୁ ଖାଲି ଟର୍ନ କଷ୍ଟ ପ୍ରାଇସ୍ ପାଇଗଲେ ଆପଣଙ୍କର କେତେ 225 ଟଙ୍କା 100ଟି ଲଡୁର ଆଉ ଜଣେ ମିଠା ବିକାଳି 42 ଟଙ୍କାରେ 1 ଡଜନ ଲଡୁ ବିକ୍ରି କରନ୍ତି ହେଲା 1 ଡଜନ ହଉଛି ଆପଣଙ୍କର କେତେରେ 42 ଦେଖନ୍ତୁ ସେଲିଂ ପ୍ରାଇସ୍ ଟା ଆମେ କିପରି ବାହାର କରିବା ପ୍ରଥମେ କିଛି ଜାଣିବାକୁ ପଡିବ ଆପଣଙ୍କର 1 ଡଜନ ହଉଛି କେତେ 1 ଡଜନ ହଉଛି 12ଟି ହେଲା ଆପଣଙ୍କର 12ଟିର ବିକ୍ରି ମୂଲ୍ୟ ସେଲିଂ ପ୍ରାଇସ୍ କେତେ 42 ଟଙ୍କା ତାହେଲେ एकটিର ସେଲିଂ ପ୍ରାଇସ୍ କେତେ ହେଇଯିବ 42 ବିଭକ୍ତକ 12 ଲେଖିପାରିବେ ଏଠି ଆପଣ 42 ବିଭକ୍ତକ 12 100ଟିର ବିକ୍ରି ମୂଲ୍ୟ କେତେ ହେଇଯିବ 42 ବିଭକ୍ତକ 12 ଗୁଣନ 100 ଆକୁ ଯଦି ଆପଣ 4 ରେ କାଟୁଛନ୍ତି ଏଠି ପାଇବେ କେତେ 3 ଆକୁ 4 ରେ କାଟିଲେ ଏଠି ପାଉଛନ୍ତି 25 ହେଲା 3 କୁ ଏଠି କାଟିଦେଲେ ଆପଣ ପାଉଛନ୍ତି 14 25 ରେ 14 କୁ ଆପଣ ଗୁଣନ କରିବେ ଦେଖନ୍ତୁ ଏହାକୁ କଟାକଟି ଆହୁରି ମଧ୍ୟ ସହଜରେ ଆମେ କରିପାରିବା ହେଲା ବେଶୀ କଷ୍ଟକୁ ଯିବାନି ଆପଣଙ୍କର ଯୋଉ ରହିଛି 42 ବିଭକ୍ତକ 12 ଇନଟୁ ଆପଣଙ୍କର କେତେ 100 ଆକୁ ଯଦି 4 ରେ କାଟୁଛନ୍ତି ଆପଣଙ୍କର 3 ରେ କାଟୁଛନ୍ତି ପାଉଛନ୍ତି 4 ଆପଣଙ୍କର ଆକୁ 3 ରେ ଯଦି କାଟୁଛନ୍ତି କେତେ ପାଉଛନ୍ତି 14 ଆକୁ 2 ରେ କାଟୁଛନ୍ତି 2 3 4 ଆକୁ 2 ରେ କାଟୁଛନ୍ତି 7 ହେଲା 7 ବିଭକ୍ତକ 2 ଗୁଣନ 100 ଦେଖନ୍ତୁ 7 ବିଭକ୍ତକ 2 ଗୁଣନ 100 7 ବିଭକ୍ତକ 2 ଆପଣଙ୍କର କେତେ ଆସିଯିବ 3.5 ନା 3.5 ଗୁଣନ 100 ମନେ ରଖନ୍ତୁ 100 ରେ ଗୁଣନ ହଉଛି ହେଲା ଦଶମିକ ସଂଖ୍ୟା ଦୁଇ ପାଦ ଆଗକୁ ଯିବ ଗୋଟିଏ ପାଦ ଆଗକୁ ଗଲେ ଆପଣଙ୍କର କେତେ ହଉଛି 35 ତ ଆଉ ଗୋଟେ ପାଦ ଆଗକୁ ଯିବାର ଅଛି ମାନେ ଗୋଟେ ଶୂନ ଏଠି ଆପଣଙ୍କର ଲାଗିଯିବ 350 ଟଙ୍କା ହେଲା 100ଟିର ଆପଣଙ୍କର ସେଲିଂ ପ୍ରାଇସ୍ ହଉଛି 350 ଟଙ୍କା 225 ରେ କିଣିଲେ 350 ରେ ବିକ୍ରି କଲେ ଲାଭ ହେଲା ନା ଆଉ ହେଲା କେତେ ଲାଭ ହେଲା ଆପଣଙ୍କର 350 ମାଇନସ 225 ଆପଣ ବିয়োଗ କରିଦିଅନ୍ତୁ 10 ରୁ 5 ଗଲେ 5 4 ରୁ 2 ଗଲେ 2 3 ରୁ 2 ଗଲେ 1 125 ଟଙ୍କା 100
25 ଟଙ୍କା ଆପଣଙ୍କର କୋଉ ଅପସନ ରେ ଅଛି? ଅପସନ ଡି ରେ ଅଛି ନା? ଅପସନ ଡି ଆପଣଙ୍କର ହେଇଯିବ କରେକ୍ଟ ଆନ୍ସର। ଏବେ ଯିବା 19 ନମ୍ବର ପ୍ରଶ୍ନ ଦେଇଛି ନିମ୍ନ ଚିତ୍ରରେ ଯଦି ଇସି ପାରାଲାଲ ଆପଣଙ୍କର ଏ ବି ହୁଏ। ଦେଖନ୍ତୁ ଏଇଟା ହେଲା ଇସି, ଏଇଟା ପାରାଲାଲ ହଉଛି ଏ ବି ହେଲା, ମାନେ ସମାନ୍ତର। ତାପରେ ଇସିଡି ର ପରିମାଣ ଏଠି ଆପଣଙ୍କୁ ଦେଇଦେଇଛି 75 ଡିଗ୍ରୀ। ତାପରେ ଆପଣଙ୍କର ବିଡିସି ର ପରିମାଣ ଏପଟରେ ଦେଇଦେଇଛି 25 ଡିଗ୍ରୀ। ତେବେ ସେ ପଚାରିଛି ଆପଣଙ୍କୁ ଏଇ ଓବିଡି ଏଇ ଆର ପରିମାଣ ଆପଣଙ୍କର କେତେ ହବ? ମନେ ରଖନ୍ତୁ ଗୋଟିଏ ଟର୍ମ, এটা ଆପଣଙ୍କର ଇସି ହେଲା, ଇସି ଆଉ ଏ ବି ସମାନ୍ତର ଅଛନ୍ତି। ତ ଆମେ କହିପାରିବା ଇଏ ଅନ୍ତସ୍ଥ ଅଛି, ଇଏ ବହିସ୍ଥ ଅଛି, ତାକୁ ଅନୁରୂପ କୋଣ ବୋଲି କହିପାରିବା। ଇଏ ଆପଣଙ୍କର 75 ହେଲେ ଇଏ ମଧ୍ୟ ଆପଣଙ୍କର ହବ କେତେ? 75 ଡିଗ୍ରୀ ହବ ହେଲା। ଏଟା ପାଇଗଲେ। ତାପରେ ଆପଣ ଗୋଟେ ଟର୍ମ ଜାଣିଛନ୍ତି, ଗୋଟେ ତ୍ରିଭୁଜ ଏଟା ହେଲା ଓବିଡି, ଯେଉଁଥିରେ କି ଆପଣଙ୍କର ହେଲା ଏଠି ଯୋଉ ରେଖାକୁ ବଢା ଯାଇଛି ଏହା ଆପଣଙ୍କର ବହିସ୍ଥ କୋଣ ହେଇଯାଉଛି ଏଓଡି, ଯାହାର ପରିମାଣ 75 ଡିଗ୍ରୀ। ଆପଣଙ୍କର ଏ ବହିସ୍ଥ କୋଣର ପରିମାଣ ଏଇ ତ୍ରିଭୁଜ ଓବିଡି ରେ ଏଇ ଅନ୍ତସ୍ଥ ଦୂରବର୍ତ୍ତୀ କୋଣ ଦ୍ୱୟର ପରିମାଣର ସମଷ୍ଟି ସଙ୍ଗେ ସମାନ ହବ। ଏଟା ମନେକର ଏକ୍ସ, ଏକ୍ସ ଆଉ 25 ମିଶିକି 75 ହବ, ଏକ୍ସ ଆଉ 25 ମିଶିକି 75 ହବ। ତାହେଲେ ଏଇ ଏକ୍ସ ର ପରିମାଣ କେତେ? ଏକ୍ସ ସମାନେ 75, 25 ଟା ଏପଟକୁ ଆସିଲେ -25, ଆକୁ ଫେରଣ କରନ୍ତୁ। 5 ରୁ 5 ଗଲେ 0, 7 ରୁ 2 ଗଲେ 5, 50। 50 ଆପଣଙ୍କର କୋଉ ଅପସନ ରେ ଅଛି? ଅପସନ ଡି ରେ ଅଛି। ଅପସନ ଡି ହେଇଯିବ କରେକ୍ଟ ଆନ୍ସର। ଏବେ ଯିବା ପରବର୍ତ୍ତୀ ପ୍ରଶ୍ନକୁ। ପରବର୍ତ୍ତୀ ପ୍ରଶ୍ନଟି ଦେଇଛି ଯଦି 5/12 ଲେସ୍ ଦେନ୍ x/3 ଲେସ୍ ଦେନ୍ 11/12 ହୁଏ ତେବେ x ର ମୂଲ୍ୟ ନିର୍ଣ୍ଣୟ କର। 5/12 ଲେସ୍ ଦେନ୍ x/3 ଲେସ୍ ଦେନ୍ 11/12। ପିଲାମାନେ ଏହାକୁ ଆମେ ଅପସନ ରୁ କଲେ ସହଜ ହେଇଯିବ। ତା ପୂର୍ବରୁ ମୁଁ ଗୋଟିଏ ଟର୍ମ ଆପଣଙ୍କୁ ବୁଝେଇ ଦଉଛି। ଦେଖନ୍ତୁ ପିଲାମାନେ, ଏଠି 5/12 ଅଛି, ତାପରେ ଏଠି ଆପଣଙ୍କର କେତେ ଲେଖିପାରିବା ନା x/3 ଅଛି ହେଲା। ଏଠି ଆମର ଟର୍ମ କଣ ଅଛି? ଲେସ୍ ଦ୍ୟାନ୍ ଅଛି। ଆପଣ 5 ରେ 3 କୁ ଗୁଣନ କରିବେ, କେତେ ହବ? 5 3 15। 12 ରେ x କୁ କେତେ ଗୁଣନ କରିବେ ହେଲା, ଯାହା ଦ୍ୱାରା କି ସେ କଣ ହଉଥିବ? 15 ଠାରୁ ବଡ ହଉଥିବ ହେଲା। କାହାକୁ କାହାକୁ ଗୁଣନ କଲେ ହବ? 5 କୁ ଗୁଣନ କଲେ କେତେ ହବ ଆପଣଙ୍କର? ପ୍ରଥମେ ତ 5 କୁ ଗୁଣନ କଲେ ଆପଣ କେତେ ପାଇପାରିବେ? 60 ପାଇପାରିବେ, ଠିକ ଅଛି। ତାପରେ ଆପଣ 1 କୁ ଯଦି ଗୁଣନ କରିବେ ତାହେଲେ ଏଠି ଆପଣ କେତେ ପାଇପାରିବେ? 12 ପାଇପାରିବେ। 3 କୁ ଯଦି ଗୁଣନ କରୁଛନ୍ତି କେତେ ପାଇପାରିବେ? ଆପଣଙ୍କର 12 3 36 ପାଇପାରିବେ। ଯଦି 12 କୁ 2 ରେ ଗୁଣନ କରୁଛନ୍ତି କେତେ ପାଇପାରିବେ? 24 ପାଇପାରିବେ। ଆପଣଙ୍କର ଟର୍ମ ହଉଛି କଣ? ଲେସ୍ ଦ୍ୟାନ୍ ହବ। ତାହେଲେ ଆପଣଙ୍କର ଏପଟଟା ବଡ ହଉଥିବାର ଅଛି। ତ ପ୍ରଥମ କଥା ଆପଣଙ୍କର ଯୋଉ 12 ଅପସନ 1 ତ କଦାପି ହବ ନାହିଁ ହେଲା, ଇଏ ଆପଣଙ୍କର କଟି ଯାଉଛି। ତାପରେ ଆପଣଙ୍କର ଯୋଉ ଅପସନ ଆଉ ତିନୋଟି ରହୁଛି କିଏ? 60 36 ଆଉ 24। ୟାକୁ ଆପଣ ସଲ୍ଭ କରିବା ପାଇଁ କଣ କରିବେ? ତା ପରବର୍ତ୍ତୀ ଇକ୍ୱେସନ କୁ ଦେଖନ୍ତୁ। 11/12 ଆପଣଙ୍କର ଯୋଉ ରହିଛି x/3, ଏଠି ଆପଣଙ୍କର ରହିଛି 11/12। ଏଠି ଆପଣ 12 ରେ x କୁ ଗୁଣନ କଲେ ଆପଣଙ୍କର ଆସୁଛି 12x, 3 ରେ 11 କୁ ଗୁଣନ କଲେ 11 3 33। ଏଠି ଟର୍ମ କଣ ରହିବ ନା ଇଏ ଲେସ୍ ଦ୍ୟାନ୍ ଆପଣଙ୍କର ରହିବ। ତାମାନେ 33 ଟା ଆପଣଙ୍କର ବଡ ହଉଥିବ, ଏପଟଟା ଆପଣଙ୍କର ସାନ ହଉଥିବ। ଆପଣଙ୍କର ଏଠି ଯଦି 5 କୁ ଗୁଣନ କରୁଛନ୍ତି, ପ୍ରଥମତଃ ଆଉଛି କେତେ? 60। ଦେଖନ୍ତୁ ଏଠି 60 ହଉଛି ମାନେ କଣ? ଇଏ ବଡ ହବା କଥା x/3, ଯଦି 5x ର ମୂଲ୍ୟ ହଉଛି, ତେଣୁକରି 5 ଆପଣଙ୍କର ହବ ନାହିଁ, କିନ୍ତୁ ଆପଣଙ୍କର ଏଠି 33 କୁ ବଡ ଦେଖେଇବାରେ ଅଛି। ଆଉ ରହିଲା କିଏ? 3 ଆଉ 2। ଆପଣ ଯଦି x ଜାଗାରେ 3 ପକଉଛନ୍ତି, 12 3 କି ଆପଣଙ୍କର 36, ଏହା ମଧ୍ୟ 33 ଠାରୁ କଣ ବଡ ହଉଛି, ତାହେଲେ ଏପଟଟା ବଡ ହବା କଥା x/3 ଟା, କିନ୍ତୁ 11 ଆଡକୁ ଅଛି ତ 3 ମଧ୍ୟ ହବ ନା। ଆଉ ଖାଲି ରହିଲା କିଏ? 2। ତେବେ ଅପସନ ଡି ଆପଣଙ୍କର ଏଠି ହେଇଯିବ କରେକ୍ଟ ଆନ୍ସର। ତେବେ ପିଲାମାନେ ଆପଣଙ୍କର ଗୋଟିଏ ଟର୍ମ ମନେ ରଖନ୍ତୁ, ୟାକୁ ନେଇକି ଆପଣଙ୍କର ଭଗ୍ନାଂଶରେ ସେ ଯେତେବେଳେ ବି ପଚାରିବ ସାନ କିଏ ବଡ କିଏ, ତ ଆପଣ ଏହାକୁ ସହଜରେ କରିପାରିବେ। ତ ଏଇ ଟର୍ମକୁ ନେଇକି ବହୁତ ଗୁଡେ କୋଶ୍ଚିନ୍ ପ୍ରତ୍ୟେକ ବର୍ଷ ଆମେ ଦେଖିବାକୁ ପାଉଛେ। ଆପଣଙ୍କର ରହିଛି 1/2, ଆପଣଙ୍କର ରହିଛି 3/କେତେ? 5।
ଏଇ ଭଗ୍ନାଂଶ ଭିତରେ କିଏ ବଡ କେମିତି ଜାଣିବେ ହେଲା। କ୍ରସ୍ କରିବେ, ଇଏ 5 କୁ 1 ରେ ଗୁଣନ କଲେ କେତେ ପାଉଛନ୍ତି 5, ଇଏ 2 କୁ 3 ରେ ଗୁଣନ କଲେ କେତେ ପାଉଛନ୍ତି 6। 5 ଆଉ 6 ଭିତରେ ବଡ କିଏ 6 ବଡ, ତ ଆପଣ ଲେସ୍ ଚିହ୍ନ ଦେବେ। ଏ ଖାଲୁଆ ପଟଟି ଆପଣଙ୍କର 6, ଏ ଭଗ୍ନାଂଶଟି ବଡ, ଏପଟ ଆପଣଙ୍କର ସାନ। ଏଇ ପ୍ରକାରର ମେଥଡରେ ଆମେ ଏହାକୁ ସମାଧାନ କଲେ ହେଲା। ତ ଗୋଟିଏ ଗୋଟିଏ ଅପସନକୁ ଆପଣ ନେବେ, ତାକୁ ପୁଟ୍ କରିବେ, ତାପରେ ଦେଖିବେ ହେଲା। ଆପଣ କଣ କରିବେ, ଯଦି ଆପଣ ଏହାକୁ ଫାଷ୍ଟରୁ ଆପଣ ଷ୍ଟାର୍ଟ କରୁଛନ୍ତି ନା, ଦେଖନ୍ତୁ ଗୋଟିଏ ଗୋଟିଏ ଅପସନ ନେଇକିନା ଆପଣ ଏହାକୁ କରିପାରିବେ। ଆପଣଙ୍କ ପାଖରେ ଅପସନ ଅଛି କିଏ 5 ଅଛି, 1 ଅଛି, 3 ଅଛି, 2 ଅଛି ହେଲା। ଆପଣଙ୍କର 5 ବିଭକ୍ତକ 12 ଆଉ x ବାଇ 3 ଆପଣଙ୍କର ଏପଟରେ ଗୁଣନ କରିବେ। 5 3 15, ଇଏ ଆପଣଙ୍କର ଆସୁଛି କେତେ 12 x ଯୋଉ ଅଛି ଆପଣଙ୍କର 12 ରେ x କୁ ଗୁଣନ କରିବେ। 12 ଗୁଣନ x, ଏଇ x ଜାଗାରେ ଆପଣ ପୁଟ୍ କରିପାରିବେ 5 କୁ, 1 କୁ, 3 କୁ, 2 କୁ ହେଲା। ଆପଣଙ୍କର 12 ରେ 5 କୁ ଗୁଣନ କଲେ 60, 12 ରେ 1 କୁ ଗୁଣନ କଲେ 12, 3 ରେ 1 କୁ ଗୁଣନ କଲେ 3, 2 ରେ 1 କୁ ଗୁଣନ କଲେ 2। ଆପଣଙ୍କୁ ଦେଖିବାକୁ ପଡିବ କି ଏପଟଟା ବଡ ହବ, x ବାଇ 3 ପଟଟା ବଡ ହବ। 15 ଠାରୁ ବଡ ଆପଣଙ୍କର କିଏ କିଏ ରହିଲେ, ତ ଆପଣଙ୍କୁ 12 3 ଆପଣଙ୍କର ଏଠି 12 ରହିବ ପିଲାମାନେ ହେଲା। 12 3 କି ଆପଣଙ୍କର 36, ଏଠି ଆପଣଙ୍କର ଯୋଉ 2 ଅପସନ ରହିଛି ଏଠି 12, 12 ଦୁନିଆ ଆପଣଙ୍କର 24। ଆପଣଙ୍କର ଦେଖନ୍ତୁ 12 ଅପସନଟି ଏହା ଆପଣଙ୍କର କଟିଯିବ, ଆଉ ରହିବ 60 36 24। ଆଉ ଏଠି ଆପଣଙ୍କର ନେକ୍ସଟ ଅପସନକୁ ଏବେ ଆମେ ଯିବା, କାରଣ ଆମର ତ ଜାଣିଗଲେ 1ଟା କେବେ ବି ହବ ନାହିଁ, ହାତରେ ଆଉ ରହିଲା 3ଟା। ତାପରେ ଆପଣଙ୍କର ଯୋଉ ରହିଛି x ବାଇ 3 ଆଉ 11 ବାଇ 12, ଏହାକୁ ଗୁଣନ କରିଦେବା। ଇଏ ହେଇଯିବ 12x, ଇଏ ଆପଣଙ୍କର 11 3 33। ଆପଣଙ୍କର ଚିହ୍ନ 33 ଟା ବଡ ହେବାର ଅଛି। ଆପଣ ଯଦି x ଜାଗାରେ 5 କୁ ପୁଟ୍ କରୁଛନ୍ତି, 12 5 ଆପଣଙ୍କର କେତେ ଆଉଛି 60, ଏପଟଟା ବଡ ହବା କଥା ହଉନି, 5 ଏଠି ଆପଣଙ୍କର କଟି ଯାଉଛି। ତାପରେ 3 12 3 36 ହେଲା। ଏପଟ ଭଗ୍ନାଂଶଟା ଆପଣଙ୍କର x ବାଇ 3 ବଡ ହବା କଥା, ଯଦି 3 ର ମୂଲ୍ୟ ରହିବ x ର ମୂଲ୍ୟରେ, ଏହା ମଧ୍ୟ ହବ ନାହିଁ। 12 ଦୁନିଆ ଆପଣଙ୍କର 24, ଯଦି 2 ର ମୂଲ୍ୟ 2 ନଉଛନ୍ତି ତାହେଲେ 24 ଆଉଛି, ଯେ କି 33 ଠାରୁ ସାନ। ଏଇ ଷ୍ଟେଟମେଣ୍ଟ ହିଁ ଠିକ ହଉଛି। ତେବେ ଅପସନ ଡି ଆପଣଙ୍କର ହେଇଯିବ କରେକ୍ଟ ଆନ୍ସର। ତେବେ ମ୍ୟାଥକୁ ଆପଣ ଯଦି ପ୍ରାକ୍ଟିସ କରିବେ, ତାହେଲେ ଆପଣଙ୍କର କଣ ଆସିବ ନା, ଆପଣଙ୍କର ଗୋଟେ ଆସିଯିବ, ସଠିକ ଆସିଯିବ, ଏବଂ ଆପଣ ବହୁତ ବଢିଆ କରିକି ଆସିବେ ଏଣ୍ଟ୍ରାନ୍ସ ଏକ୍ସାମିନେସନରେ। ତେବେ ଆଶା କରେ ଏଇ 20ଟି ପ୍ରଶ୍ନ ଆପଣଙ୍କୁ ଭଲ ଲାଗିଥିବ, ଏବଂ ଏପରି ପ୍ରକାରର ପ୍ରଶ୍ନକୁ ଆପଣ ପ୍ରାକ୍ଟିସ କରନ୍ତୁ, ନିଶ୍ଚିତ ଭାବରେ ଭଲ ସ୍କୋର କରିବେ, ଏବଂ ଜବାହର ନବୋଦୟ ଏଣ୍ଟ୍ରାନ୍ସ ଏକ୍ସାମିନେସନରେ ଗୋଟିଏ ସିଟ୍ ନିଶ୍ଚିତ ଭାବରେ ପକ୍କା କରିବେ। ଏବଂ ଭିଡିଓଟି ଭଲ ଲାଗିଥିଲେ ସାଙ୍ଗମାନଙ୍କ ନିକଟକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରିଦିଅନ୍ତୁ। ଆମ ୟୁଟ୍ୟୁବ ଚ୍ୟାନେଲକୁ ନିଶ୍ଚିତ ଭାବରେ ଲାଇକ୍ କରନ୍ତୁ, ଏବଂ ସବସ୍କ୍ରାଇବ କରିନଥିଲେ ସବସ୍କ୍ରାଇବ କରନ୍ତୁ, ଯାହାଦ୍ୱାରା ଆପଣଙ୍କ ନିକଟରେ ପ୍ରତ୍ୟେକଟି ଆମର ଏଜୁକେଶନାଲ ଭିଡିଓ, ନବୋଦୟ ଏଣ୍ଟ୍ରାନ୍ସ ଏକ୍ସାମିନେସନ ରିଲେଟେଡ ଭିଡିଓ ଆପଣଙ୍କ ନିକଟରେ ପହଞ୍ଚି ପାରିବ। ତେବେ ଆପଣମାନଙ୍କୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ।